ଶାଶୁଘରେ ଗୋଟେ ବୋହୂ ସବୁଦିନ କାମ କରୁ, ଦିନ ସାରା କାମ କରୁ, ବର୍ଷ ସାରା କାମ କରୁ, କାହାକୁ ବି ଦେଖାଯିବନି। ଓଲଟି ସମସ୍ତେ କହିବେ ସେ ଏମିତି କଣଟା କରି ପକଉଛି କି, ଆମ ଘରେ ଏମିତି କଣଟା କାମ କି। ହେଲେ ସେଇ ବୋହୂଟା ଯଦି କୌଣସି ଦିନ କୌଣସି କାରଣ ପାଇଁ ଟିକେ ରେଷ୍ଟ ନେଇଯାଇଥାଏ ନା, ତା କାମରେ ଯଦି କୌଣସି ଟିକେ ଅବହେଳା କରିଦେଇଥାଏ ବା ଉଠିବାରେ ଟିକେ ଲେଟ୍ କରିଦେଇଥାଏ ନା, ତାହେଲେ ସେଇଟା ସମସ୍ତଙ୍କୁ ଦେଖାଯାଏ। ଖାଲି ଦେଖାଯାଏନି ତ, ସବୁଆଡେ ଡିକ୍ଲେୟାର ବି ହେଇଯାଏ ଯେ ଆମ ବୋହୂ ଆଜି କିଛି କାମ କରିନି, ତା ବାପ ଘରେ ତାକୁ ସଂସ୍କାର ଦେଇନାହାନ୍ତି, ଅଳସୁଣୀଟା। ଏମିତି କେତେ କଣ ଶୁଣିବାକୁ ମିଳେ। ହେଲେ ଠିକ ସେଇ ଜାଗାରେ ବାପଘରେ ତାର ପୁରା ଅଲଟାଟା ହୁଏ। ବାପଘରେ ଗୋଟେ ଝିଅ ଦିନ ସାରା ଶୁ, କୌଣସି କାମ ନ କରୁ, କାହାକୁ ବି ଦେଖାଯିବନି। ହେଲେ କୌଣସି ଦିନ ଯଦି ଝିଅ କିଛି ବି ଟିକେ କାମ କରିଦେଇଥାଏ ନା, ତାହେଲେ ସେଟା ବାପଘରେ ସମସ୍ତଙ୍କୁ ଦେଖାଯାଏ। ସେମାନେ ଖୁସିରେ ପୁରା ଫାଟି ପଡନ୍ତି, ସବୁଆଡେ ଡିକ୍ଲେୟାର କରନ୍ତି ଯେ ଆମ ଝିଅ ବହୁତ କାମ ଶିଖିଲାଣି। ବାସ୍ ଫରକ ହଉଛି ଏତିକି, ବାପଘର ଆଉ ଶାଶୁଘର ଭିତରେ। ସେଇଥିରେ ଲୋକ କୁହନ୍ତି କଣ ନା, ବୋହୂ କେବେ ଝିଅ ହେଇପାରିବନି। ତାହେଲେ ଆପଣ ମାନେ କୁହନ୍ତୁ, ଶାଶୁଘର ଲୋକ କଣ ବୋହୂକୁ ଝିଅ ବୋଲି ଭାବନ୍ତି?